ମୁଁ ଅମିତ ସ୍ୱାଗତ କରୁଛି ମୋର ଆଜି ଏକ ନ୍ୟू ବ୍ଲଗ୍ को आशा କରୁଛି ଆପଣମାନେ ଭଲ ଥିବେ। ମୁଁ ବି ବିନ୍ଦାସ ଅଛି। ଆଉ ଆଜି ଅଫିସ୍ ରେ ଡାଇରେକ୍ଟ ବ୍ଲଗ୍ କଲି। ବାହାରେ ତ ମୌସମ ବି ଠିକ୍ ଅଛି କିନ୍ତୁ ମୁଁ ଚାହିଁଲି ନା ଆଜି ଫାଇନାଲ୍ ହେଉଛି ଟିକେ ଅଫିସ୍ରେ ହେଇଯାଉ ବ୍ଲଗ୍। ମୁଁ ଏଇ ଜଷ୍ଟ ଅଫିସ୍ ଆସି ମୋର ସବୁ ଫାଇନାଲ୍ କାମ କ୍ଲିୟର୍ ହେଲା ପରେ ମୁଁ ଆଜି ବ୍ଲଗ୍ ଷ୍ଟାର୍ଟ କଲି। ଆଉ ଏଠି ଆମର ବୁଲୁ ବାବୁ ଅଛନ୍ତି, ଜ୍ଞାନ ଅଛନ୍ତି, କିନ୍ତୁ ଆଉ ଗୋଟିଏ ଏମ୍ପ୍ଲୟି ଆଜି କମ୍ ଅଛି। ତେଣୁକରି ମୁଁ ଆଜି ସେମାନଙ୍କର ଫିଡ଼ବ୍ୟାକ୍ ନେବି ଏତେ ଗରମରୁ ରାହତ ସେମାନେ କେମିତି ପାଇଲେ ଆଜି। डेफिनेटली समस्तଙ୍କର ମୁଁ ଆଜି ଏମ୍ପ୍ଲୟି ମାନଙ୍କର ଫିଡ଼ବ୍ୟାକ୍ ନେବି। ଏଇଥିପାଇଁ ନେବି କାରଣ ଆପଣ ବିଶ୍ୱାସ କରିପାରିବେନି ଦୀର୍ଘ 3 ମାସ ଆମେ ସଂଘର୍ଷ କରୁଛୁ ଏ ଜଙ୍ଗରେ। ଆପଣମାନେ ବିଶ୍ୱାସ କରିପାରିବେ ଆମ ସକଲ ପୁରା ଚେଞ୍ଜ ହେଇଯାଇଛି। ମାନେ କ'ଣ କହିବି ଆପଣମାନଙ୍କୁ, ଯେଉଁ କ୍ଲାଏଣ୍ଟ ମାନେ ବି ଆସିଲେ ସେମାନେ ଆମକୁ ବି କହିଲେ ଭାଇ ଆପଣମାନେ କେମିତି ଏଠି କାମ କରୁଛ, କେମିତି ଇଏ ଗରମ ବରଦାସ୍ତ କରୁଛ। ତାହେଲେ ଆଜି ମୁଁ କାଲି ଯେଉଁ 3ଟା କି 3:30 ଭିତରେ ବହୁତ ଜୋର ମାନେ ବର୍ଷା ହେଲା, ବହୁତ ଜୋର ବର୍ଷା ହେଲା ପରେ ଆଉ ସେ ବର୍ଷା ଏତେ ସୁନ୍ଦର ହେଲା ଆପଣ ବିଶ୍ୱାସ କରିବେନି। ପ୍ରାୟ ଏମ୍ପ୍ଲୟି ଜାଣି ଶୁଣି ହେଉଛି ସେମାନେ ବାହାରେ ହେଉଛି ଉଦା ହେଇଛନ୍ତି। ହୁଏତ ତାଙ୍କୁ କିଛି ଖୁସି ଲାଗୁଥିବ, ଭଲ ଲାଗୁଥିବ, କାରଣ ସେ ଏତେ ଦିନ ପରେ ଯେହେତୁ ବର୍ଷା ହେଇଛି ତେଣୁକରି ସମସ୍ତେ ଏନ୍ଜୟ କରିବା ତ ଡେଫିନେଟଲି ଦରକାର। କିନ୍ତୁ ମୁଁ ଆଜି ଆମର କିଛିଟା ଏମ୍ପ୍ଲୟି ଅଛନ୍ତି ଅଫିସ୍ରେ ଉପସ୍ଥିତ ଅଛନ୍ତି, ମୁଁ ସମସ୍ତଙ୍କର ଫିଡ଼ବ୍ୟାକ୍ ନେବି। ସେମାନଙ୍କୁ ପଚାରିବି ଯେ ବର୍ଷା ହେବା ଦ୍ୱାରା ତାଙ୍କର କ'ଣ ଉପକାର ହେଉଛି, ଆଉ ବର୍ଷା ଦ୍ୱାରା ସେମାନେ କ'ଣ ମାନେ ଲାଭ ପାଇଲେ। ବର୍ଷା ଦ୍ୱାରା ଇଏ ଯେଉଁ ଭୁବନେଶ୍ୱରର ଯେଉଁ 40+ ଡିଗ୍ରୀ ଯେଉଁ ଗରମରୁ ସେମାନେ ରାହତ କେମିତି ପାଇଲେ ଆପଣ ଜାଣିପାରୁଥିବେ। ଅଧେ ରାଜଧାନୀବାସୀ କାଲି ବୋଧେ ବହୁତ ଖୁସି ଥିବେ। ଆଉ ମୁଁ ଏତିକି ଆଶା କରୁଛି ଯେ କି ଆପଣଙ୍କର ମାନେ ଆମେ ତ ଭାଇ ମାନେ ୟଙ୍ଗ ପିଲା, ଆମେ ନିଜେ ଗରମ ସହିପାରୁନୁ। କାଲି ମୋତେ ଜଣେ ମଉସା ବି ରାସ୍ତାରେ, ମୁଁ ଗୋଟେ ଥଣ୍ଡା ପିଇବାକୁ ଯାଇଥିଲି, ସିଏ ବି ମୋତେ ସେଇ କଥା ସେମ୍ କଥା କହିଲା ବାବା ତୁମେ ତ ୟଙ୍ଗ, ତୁମେ ମାନେ ୟଙ୍ଗ ଅଛ, ତୁମେ ମାନେ ୟଙ୍ଗ ଥାଇକି ବି ତୁମେ ଗରମ ସହ୍ୟ କରିପାରୁନ। ତାହେଲେ ଆପଣ ଚିନ୍ତା କର ମୋର 82 ହେଲାଣି, ତାହେଲେ ମୁଁ କେମିତି ସହ୍ୟ କରିବି। ସେ ଯେମିତି ଥରି ଥରି ଯେଉଁ ଅବସ୍ଥାରେ ସେ କହୁଥିଲେ ଆପଣ ବିଲିଭ୍ କରିପାରିବେନି। ଭୁବନେଶ୍ୱର ପୁରା ଅଲଗା ଟେମ୍ପରେଚର୍ର ଗତି କରୁଥିଲା। ଫାଇନାଲି ଆଜି ଏକଦମ ମୌସମ ପୁରା ଜବରଦସ୍ତ ହେଇଛି। ମୁଁ ଯାଉଛି, ଆପଣମାନେ ଦେଖନ୍ତୁ ଆମର ଅପରେସନ୍ କାମ କେମିତି ଚାଲିଛି ତାକୁ ଦେଖେଇବି। ଆଉ ଡେଲି ବ୍ଲଗ୍ରେ ଆପଣଙ୍କୁ ସବୁ ମୋ ଅଫିସ୍ ୱାର୍କ ବିଷୟରେ କେମିତି କେଉଁଠି କ'ଣ କାମ ହୁଏ, କିଏ କେଉଁ କାମ କରେ, ମୁଁ ବି କ'ଣ କାମ କରେ ସବୁ କହିବି। ମୋ ପର୍ସନାଲ୍ ଡେଲି ଲାଇଫ୍ ବିଷୟରେ ବି ମୁଁ ଆପଣଙ୍କୁ କହୁଛି। କିନ୍ତୁ ଆଜି ଫାଇନାଲ୍ ଭାବିଲି ଆଜି ଟିକେ ଅଫିସ୍ ଭିତରେ ବ୍ଲଗ୍ କରିବା। ତେଣୁକରି ମୁଁ ଯଦି ଆପଣଙ୍କୁ ପ୍ରତ୍ୟେକଟି ମୋର ଜିନିଷ ଅପଡ଼େଟ୍ ଦେଉଛି ତାହେଲେ ଡେଫିନେଟଲି ଆପଣ ମୋ ଭିଡ଼ିଓଟାକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଆଉ ମୋ ଡେଲି ବ୍ଲଗ୍ରେ ମୁଁ କ'ଣ କହୁଛି କ'ଣ ନାହିଁ ସବୁ ମୋତେ ସପୋର୍ଟ କରନ୍ତୁ ଆପଣମାନେ। ଚାଲନ୍ତୁ, ଯଦି ଭିଡ଼ିଓଟି ପସନ୍ଦ ଆସୁଥିବ ଡେଫିନେଟଲି ଆପଣ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଓକେ, ହେଉଛି ପାର୍ସଲ୍ ସବୁ ରିସିପ୍ଟ ସରିଯାଇଛି ସବୁ, ଖାଲି ବାସ୍ ସର୍ଟିଂ ହେବ। ସର୍ଟିଂ ହେଲା ପରେ ଆମର ଜ୍ଞାନ ବାବୁ କେବଳ ଆଡ୍ରେସଟା ଜାଣିଛନ୍ତି, କେବଳ ଭୁବନେଶ୍ୱର ଆଡ୍ରେସ୍ ଜ୍ଞାନ ବାବୁ ଟିକେ ଜାଣିଛନ୍ତି ଭଲସେ, ନହେଲେ ନାହିଁ ଦିଲ୍ଲୀ ବାବୁ ଆପଣ କେବଳ ସର୍ଟିଂ କରନ୍ତି। ଆଉ ସେଠି ଆପଣଙ୍କର ଅଛନ୍ତି କିଏ ଯେଉଁ ଆମର ତାଙ୍କ ନାଁ କ'ଣ, ବୁଲୁ ବାବୁ, ସେ ବି ସେମିତି ଇଏ କରନ୍ତି। ମୁଁ ଆଜି ଜ୍ଞାନ ବାବୁଙ୍କର ଫିଡ଼ବ୍ୟାକ୍ ନେବାକୁ ଚାହୁଁଛି। ଏତେ ଜୋର ବର୍ଷା, ଏତେ ଜୋର ଗରମ ମାନେ ଯେଉଁ ଆମେ ମେହସୁସ୍ କରୁଥିଲେ, ବର୍ତ୍ତମାନ ସେ କ'ଣ କହିବାକୁ ଚାହୁଁଛନ୍ତି ମୁଁ ତାଙ୍କ ପାଖରୁ ଏଇ ଫିଡ଼ବ୍ୟାକ୍ ନେବାକୁ ଚାହୁଁଛି। ସେ ଆଜି ଯେଉଁ ମହଲଟା, ଆଜି ଯେଉଁ ପାଗଟା ଦେଉଛି, ମୌସମଟା ଦେଇଛି କେମିତି ଅଛି, ବାସ୍ ମୁଁ ମାନୁଛି ଆଜି ତାଙ୍କ ପାଖରେ ବହୁତ କାମ। ଜଷ୍ଟ 2 ମିନିଟ୍ ସିଏ ମୋତେ ଟିକେ ଟାଇମ୍ ଦିଅନ୍ତୁ। ଆଚ୍ଛା ଜ୍ଞାନ ବାବୁ ଆପଣ କୁହନ୍ତୁ, ଆଜି ଯେଉଁ କାଲି ଯେଉଁ ବର୍ଷା ହେଇଥିଲା ଆପଣ କେତେ ଖୁସି ଅଛନ୍ତି ସେଇ କଥା କୁହନ୍ତୁ। ବର୍ଷା ସମସ୍ତେ ଚାହୁଁଥିଲେ, ଆଉ ବର୍ଷା କାଲି ହେଇଛି, ବହୁତ ଖୁସି ଲାଗୁଛି। ଦେଖିଲେ ଜ୍ଞାନ ବାବୁ ବି ସେମ୍ କଥା କହିଲେ। ଆପଣ ଯେକୌଣସି ଏମ୍ପ୍ଲୟିକି ପଚାରିବେ ଯେ ଆଜିକା ଡେଟ୍ରେ ଯେ କେମିତି ମୌସମ ଅଛି ବା ପାଗଟା କେମିତି କରିଛି, ତାହେଲେ ଡେଫିନେଟଲି ଆପଣଙ୍କ ସମସ୍ତଙ୍କ ପାଖରେ ଗୋଟିଏ ଆନ୍ସର୍ ଆପଣ ପାଇବେ ଯେ ଭାଇ ବହୁତ ଭଲ ହେଇଛି, ବହୁତ ସୁନ୍ଦର ପାଗ କରିଛି। ମୋତେ ଲାଗୁଛି ବୋଧେ ମୌସମ ଫାଇନାଲି ପଳେଇ ଆସିଲା, ଆଉ ବି ସେତେଟା ଗରମ ହେବନି। ଆଉ ଯଦି ଏଇ ଟାଇପ୍ର ପାଗ କରିବ ଆପଣ ସକାଳୁ କତରୁ ସନ୍ଧ୍ୟା ପର୍ଯ୍ୟନ୍ତ ବି କାମ କଲେ ତାହେଲେ କିଛି ଅସୁବିଧା ହେବନି, ବହୁତ ଭଲ ଲାଗିବ ଡେଫିନେଟଲି। କାରଣ ଆମକୁ କମ୍ପାନୀ ବି ଏତେଟା ଏଠି ଫ୍ୟାସିଲିଟି କିଛି ଦେଇନି। ଆପଣ ଦେଖିପାରୁଥିବେ କେଉଁ ଜାଗାରେ ଏସି ଲାଗିନି ବି ହେଲା, ପୁରା ଏଠି ଫାଙ୍କା, ବାସ୍ ଗୋଟେ
टेबल फैन देइछंती और से टेबल फैन हिसाब रे आमे गरमटा को अतिबाहित करदेलु फाइनाल गरमटी पलि जाइए वर्षा सीजन पलि आसी तेणुक आम बहुत खुशी अच्छु फाइनाल आज तो बहुत कम अच्छी देखुए आज पटना बाबू जड़े एम्प्लॉई सी छुट्टी अच्छा कौन कारण कौन असुविधा थी बोधे छुट्टी अच्छा आज कम टे बेसी अच्छी ना मुझे डेली बेसिक आम पिलांर फीडबैक नेमी किए कौ डिपार्टमेंट काम करती कौन कौन काम करती मु समस्त पाखु आपण मतामत जनइबी आशा करुँची आपन को ये वीडियोटी पसंद आसो जब पसंद आसो प्लीज गैस लाइक करूँ शेयर करूँ सब्सक्राइब करूँ मु रखुची टे जा चाह पीवा आहरी नित्यांत मोर कम भी आहरी किसी अच्छी अधघंटे पाखापाखि कम भी बहुत अच्छी पेंडिंग अच्छी तेणुक मुझे देखेदेनी आमर देखिए जेपर्यंत कैमेरा जाऊँगी बस से पर्यंत ये डिपार्टमेंटा यहाँ को ऑपरेशन डिपार्टमेंट कहुए ये पार्सल आसो कटिंग हम आउ विभिन्न टप वाइज आप रही देखुए सब एरिया वाइज ये सब कटिंग हुए एरिया वाइज शटिंग है फ्रांचाइज 9टा 9:30 भितर आसती चैनल पार्टनर जो मैंने डिलीवर करती से आसे जेझा जेझा टप रु समस्त एरिया वाइज मालटा को बाछिकी नहीं जाती तापर से डिलीवर करते ओके गाइज मो वीडियोटा बहुत लंबा हो जाऊँगी तेणुक मुझे बेसी आपंकर टाइम वेस्ट करने चाहूँगी प्लीज गाइज भल रुहतु बाय बाय रही थैंक यू ऑल द बेस्ट ऑल ऑफ यू प्लीज लाइक